ଶ୍ୱଶୁର ଘରେ ଜ୍ୱାଇଁଙ୍କ ଉନ୍ନତ କାଣ୍ଡ। ବିଳମ୍ବିତ ରାତିରେ ଶ୍ୱଶୁର ଘରେ ଜ୍ୱାଇଁ ଉନ୍ନତ କାଣ୍ଡ। ଘରକୁ ନିଆଁ ଲଗାଇ ଦେବା ସହ ବାଇକ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବକ୍ସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଲଡଲା ଗ୍ରାମରୁ। ଅଭିଯୋଗ ଅନୁଯାୟୀ ଝାରକୁଣ୍ଡାମାଳ ଗ୍ରାମର ଜ୍ୱାଇଁ ରତ୍ନାକର ସରଫ ବିଳମ୍ବିତ ରାତିରେ କଉଲାଡଲା ଗ୍ରାମର ଶ୍ୱଶୁର ଘରେ ନାରାୟଣ ଧାଙ୍ଗଡ଼ ମାଝୀଙ୍କ ଘରକୁ ଆସି ନିଆଁ ଲଗାଇ ଦେଇଛନ୍ତି। ରତ୍ନାକର ଓ ଲିପି ପ୍ରେମ ବିବାହ କରି ନେଇଥିବା ବେଳେ ଲିପିଙ୍କୁ ଅମାନୁଷିକ ନିର୍ଯାତନା ଦେବାରୁ ସେ ବାପା ଘରକୁ ଚାଲି ଆସିଥିଲେ। ଏହାକୁ ନେଇ ଶନିବାର ବିଳମ୍ବିତ ରାତିରେ ରତ୍ନାକର କଉଲାଡଲା ଆସି ଶ୍ୱଶୁରଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ତେବେ ଘର ନ ପଡ଼ିବାରୁ ରାଗରେ ଘର ସାମ୍ନାରେ ଥିବା ଏକ ବାଇକ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାରୁ ବାଇକ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଘଟଣା ପରେ ଝିଅଙ୍କର ପରିବାର ଭୟରେ ରହୁଥିବା ଅଭିଯୋଗ କରିଛନ୍ତି। ରବିବାର ଝିଅଙ୍କର ପରିବାର ନ୍ୟାୟ ପ୍ରଦାନ ପାଇଁ ଆମପାଣି ଥାନା ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଏନେଇ ଆମପାଣି ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଥାନା ପକ୍ଷରୁ ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲାରୁ ଲକ୍ଷ୍ମୀକାନ୍ତ ଧାଙ୍ଗଡ଼ ମାଝୀଙ୍କ ରିପୋର୍ଟ ONI।